ଭଗବାନ ଶିବଙ୍କର ଏହି ମୁଖ ନିଃସୃତ ବାଣୀକୁ ଯେଉଁ ଭକ୍ତ ପ୍ରଚାର ପ୍ରସାର କରି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ ଏବଂ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିବେ ଏବଂ ଅତି କମ୍ରେ 20 ଜଣ ବ୍ୟକ୍ତିଙ୍କୁ ସେୟାର କରିବେ ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖିଦେବେ, ନିଶ୍ଚୟ ତାଙ୍କର ଏବଂ ତାଙ୍କ ପରିବାରର ସର୍ବବିଧ ଉନ୍ନତି ହେବ, ଏଥିରେ ସନ୍ଦେହ ନାହିଁ। ଦର୍ଶକ ବନ୍ଧୁ, ଭଗବାନ ଶିବଙ୍କର ଏ ମହାମନ୍ତ୍ର ଜପ କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ। ଦର୍ଶକ ବନ୍ଧୁ, ଏ ମନ୍ତ୍ର ଏପରି ଶକ୍ତିଶାଳୀ, ଏପରି ପ୍ରଭାବଶାଳୀ ମନ୍ତ୍ର, ଏହାକୁ ସବୁ ଜାଗାରେ ସବୁବେଳେ ଜପ କରାଯାଇପାରିବ। ମାତ୍ର ଆପଣ ଜାଣିଛନ୍ତି କି ଯେଉଁ ବ୍ୟକ୍ତି ଶଯ୍ୟା ଉପରେ ଶୋଇ ଶୋଇ ଏ ମନ୍ତ୍ରକୁ ଜପ କରନ୍ତି ତାଙ୍କ ଜୀବନରେ କ'ଣ ସବୁ ପରିବର୍ତ୍ତନ ଆସିଥାଏ, କ'ଣ ସବୁ ଘଟଣା ଘଟିଥାଏ। ଦର୍ଶକ ବନ୍ଧୁ, ଆଜି ମୁଁ ସେହି ଏକ ପ୍ରେରଣାଦାୟକ ଶିକ୍ଷଣୀୟ କଥା କହିବା ପାଇଁ ଏ ଅଧ୍ୟାୟରେ ଯାଉଛି, ଯେଉଁଠିକି ଭଗବାନ ଶିବ ଏକ ସାଧାରଣ ଗୃହସ୍ଥକୁ, ସାଧାରଣ ବ୍ୟକ୍ତିଙ୍କୁ ଏହାର ରହସ୍ୟ କହିଥିଲେ। ଶୋଇବା ସମୟରେ ଏ ମନ୍ତ୍ରକୁ ଜପ କଲେ ତାକୁ କ'ଣ କ'ଣ ସବୁ ଦିବ୍ୟ ଫଳ ପ୍ରାପ୍ତି ହୋଇଥାଏ। ଦର୍ଶକ ବନ୍ଧୁ, ପ୍ରାଚୀନ କାଳର କଥା, କାଶୀରେ ଦେବଦତ୍ତ ନାମକ ଜଣେ ସାଧାରଣ ଗୃହସ୍ଥ ବା ଜଣେ ବ୍ୟକ୍ତି ରହୁଥିଲେ। ସେ ଏକ ବଡ଼ ବ୍ୟବସାୟୀ ଥିଲେ। ପରିବାର ଭରଣ ପୋଷଣ ନିମନ୍ତେ ଦିନସାରା ତାଙ୍କୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁଥିଲା। ମାତ୍ର ତାଙ୍କ ଜୀବନରେ ଶାନ୍ତି ନଥିଲା, କାରଣ ବ୍ୟବସାୟଟି ଲାଭ ନୁହଁ, ଲାଭ ପରିବର୍ତ୍ତେ କ୍ଷତିରେ ଚାଲିଲା। ଦର୍ଶକ ବନ୍ଧୁ, ଫଳରେ ତାଙ୍କର ମନ ଅଶାନ୍ତ ରହୁଥିଲା। ରାତିରେ ତାଙ୍କୁ ନିଦ ମଧ୍ୟ ଆସୁନଥିଲା। ଦିନେ ସେ ମାନସିକ ଅଶାନ୍ତି ମଧ୍ୟରେ ରହୁଥିଲେ ଏବଂ ଶୋଇବା ପୂର୍ବରୁ ଭାବୁଥିଲେ, ହେ ପ୍ରଭୁ, ମୋର ଏ ଜୀବନରେ ଏତେ କାହିଁକି ସମସ୍ୟା ଦେଖାଦେଉଛ? କ'ଣ ଉପାୟ ଅଛି? କିଛି ଉପାୟ ଅଛି ମୋତେ କୁହନ୍ତୁ, ମୁଁ ଜୀବନରେ ଶାନ୍ତି ଏବଂ ସମୃଦ୍ଧିକୁ ପାଇପାରିବି। ସେହି ରାତିରେ ଯେତେବେଳେ ସେ ଶୋଇବାକୁ ଶଯ୍ୟା ଉପରକୁ ଗଲେ, ସେ ଆଖି ବନ୍ଦ କଲେ ଏବଂ ଧୀରେ ଧୀରେ ପ୍ରଭୁଙ୍କର ନାମକୁ ଜପ କରିବାକୁ ଲାଗିଲେ। ପ୍ରଥମ ଦିନ କିଛି ବିଶେଷ ଅନୁଭୂତି ନଥିଲା, ମାତ୍ର ସେ ମନ୍ତ୍ରକୁ ପ୍ରତିଦିନ ଜପ କରିବା ପାଇଁ ଲାଗିଲେ। କିଛି ଦିନ ମଧ୍ୟରେ ତାଙ୍କ ଜୀବନରେ ଏକ ବଡ଼ ଚମତ୍କାରୀ ପରିବର୍ତ୍ତନ ଆସିଲା। ଦର୍ଶକ ବନ୍ଧୁ, କିଛି ମାସ ମଧ୍ୟରେ ଦେବଦତ୍ତର ବ୍ୟବସାୟରେ ଅଦ୍ଭୁତପୂର୍ବ ଲାଭ ହେବାକୁ ଲାଗିଲା। ତାଙ୍କ ମନ ଶାନ୍ତି ହୋଇଗଲା, ଭଲ ନିଦ୍ରା ମଧ୍ୟ ହେଲା। ଦିନେ ରାତିରେ ଭଗବାନ ଶିବଙ୍କର ଦର୍ଶନ ସ୍ୱପ୍ନରେ କଲା। ଭଗବାନ ଶିବ ତାଙ୍କ ଦିବ୍ୟ ସ୍ୱରରେ କହିଲେ, ବତ୍ସ, ତୁ ଶଯ୍ୟାରେ ଶୋଇ ରହି ଏହି ମନ୍ତ୍ରର ଜପ କଲେ, ଏଥିପାଇଁ ତୁମ ଜୀବନରେ ସମସ୍ତ ସମସ୍ୟା ସମାପ୍ତ ହୋଇଗଲା। ଦର୍ଶକ ବନ୍ଧୁ, ଭଗବାନ ଶିବ କହିଲେ, ତୁମେ କ'ଣ ଜାଣ ଶୋଇବା ସମୟରେ ଏହି ମନ୍ତ୍ରକୁ ଜପ କଲେ କ'ଣ ହୋଇଥାଏ? ଦେବଦତ୍ତ ହାତ ଯୋଡ଼ି ପଚାରିଲା, ହେ ମହାଦେବ, ହେ ହର ହର ମହାଦେବ, ରହସ୍ୟକୁ ବିସ୍ତାର ଭାବେ ମୋତେ ବୁଝାଇ ଦିଅନ୍ତୁ। ଭଗବାନ ଶିବ ହସି ହସି କହିଲେ, ବତ୍ସ, ଯେଉଁ ଭକ୍ତ ଶୋଇବା ପୂର୍ବରୁ ଏହି ମନ୍ତ୍ରକୁ ଜପ କରିଥାଏ ସେ ମୋର ଏକ ବିଶେଷ କୃପା ଲାଭ କରିଥାଏ। ଏହା ମନ୍ତ୍ର ଶବ୍ଦ ନୁହେଁ, ଏହା ଏକ ଦିବ୍ୟ ଉର୍ଜା। ସମସ୍ତ କଷ୍ଟକୁ ହରଣ କରିବାର ଶକ୍ତି ଏ ମହାମନ୍ତ୍ରର ଅଛି। ଯଦି ତୁମେ ମୋର ଏ ପବିତ୍ର ନାମକୁ ସ୍ମରଣ କରିବ, ତୁମେ 5 ଗୋଟି ଅଦ୍ଭୁତ ଲାଭ ପାଇପାରିବ। ଦର୍ଶକ ବନ୍ଧୁ, ଭଗବାନ ଶିବ କହିଲେ, ଯଦି କେହି ଭକ୍ତ ଶୋଇବା ପୂର୍ବରୁ ଏହି ମନ୍ତ୍ରକୁ ଜପ କରନ୍ତି, ତାଙ୍କ ମନରୁ ସମସ୍ତ ପ୍ରକାର ଚିନ୍ତା, କଷ୍ଟ, ମାନସିକ ଚାପ ହ୍ରାସ ପାଇଥାଏ। ସେ ନକାରାତ୍ମକ ବିଚାରରୁ ମୁକ୍ତି ପାଇଥାଏ, ଗଭୀର ଶାନ୍ତି ଅନୁଭବ କରେ। ବତ୍ସ, ଯଦି ତୁମର ମନ ଅଶାନ୍ତ, ଚିନ୍ତା ତୁମକୁ ଘେରି ରହିଛି, ରାତିରେ ଶୋଇବା ପୂର୍ବରୁ ମୋର ଏ ମହାମନ୍ତ୍ରକୁ ଜପ କର। ତୁମେ ଅପାର ଶାନ୍ତି ପାଇବ। ମୋର ଏ ମହାମନ୍ତ୍ର ପ୍ରଭାବରେ ତୁମର ସ୍ୱପ୍ନ ମଧ୍ୟ ବାସ୍ତବରେ ପରିଣତ ହୋଇଯିବ। ଯଦି ତୁମକୁ ଭୟାନକ ସ୍ୱପ୍ନ ଆସୁଥାଏ, ମନରେ ଭୟ ଥାଏ, ଏ ମନ୍ତ୍ର ସବୁ ଦୋଷକୁ ନଷ୍ଟ କରିଦେବ। ତୁମେ ଶୋଇବା ସମୟରେ ଡରିଥାଅ କିମ୍ବା ଭୟାନକ ସ୍ୱପ୍ନ ଆସୁ,
ଥାଏ, ତେବେ ଶୋଇବା ପୂର୍ବରୁ ଏହି ମନ୍ତ୍ରକୁ ଜପ କର। ତୁମର ସମସ୍ତ ପ୍ରକାର ମନବାଞ୍ଛା ପୂରଣ ସହିତ ସୁସ୍ୱପ୍ନ ଆସିବ। ଦର୍ଶକ ବନ୍ଧୁ, ଭଗବାନ ଶିବ ମଧ୍ୟ କହିଲେ ଯେ ଏହି ମନ୍ତ୍ରର ପ୍ରଭାବରେ ତୁମେ ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ପାଇବ। ଭଗବାନ ଶିବ କହିଲେ, ଶୋଇବା ସମୟରେ ମୋର ଏ ପବିତ୍ର ମନ୍ତ୍ରକୁ ଯେଉଁ ବ୍ୟକ୍ତି ଜପ କରେ ତାଙ୍କର ଚାରିପଟେ ଏକ ସୁରକ୍ଷା ବଳୟ ସୃଷ୍ଟି ହୋଇଥାଏ। ତେଣୁ କୌଣସି ନକାରାତ୍ମକ ଶକ୍ତି, କଳା ଯାଦୁ, ଭୂତ ପ୍ରେତର ଭୟ ତୁମକୁ ସ୍ପର୍ଶ କରିପାରିବନି। ଯଦି ତୁମକୁ କିଛି ନକାରାତ୍ମକ ଉର୍ଜାର ଅନୁଭବ ଆସୁଛି, ଶୋଇବା ପୂର୍ବରୁ ମୋର ଏ ଦିବ୍ୟ ପ୍ରଭାବଶାଳୀ ମନ୍ତ୍ରକୁ ଜପ କର। ମୋର ଏ କୃପାରୁ ତୁମେ ସମସ୍ତ ପ୍ରକାର ନକାରାତ୍ମକ ପ୍ରଭାବରୁ ନିଶ୍ଚୟ ମୁକ୍ତି ପାଇବ। ଯେଉଁ ବ୍ୟକ୍ତି ଏ ମନ୍ତ୍ରକୁ ଜପ କରେ ତା'ର ଏ ଜନ୍ମ ନୁହେଁ 7 ଜନ୍ମ ପର୍ଯ୍ୟନ୍ତ ପାପ ନଷ୍ଟ ହୋଇଥାଏ। ଏ ମନ୍ତ୍ର ତୁମର ସମସ୍ତ ପ୍ରକାର ଦୋଷକୁ ନଷ୍ଟ କରି ତୁମ ଜୀବନରେ ଏକ ଖୁସିର କିରଣ ବିଞ୍ଚି ଦେଇଥାଏ। ଦର୍ଶକ ବନ୍ଧୁ, ଏ ମନ୍ତ୍ର ଜପ କଲେ ଏ ମନ୍ତ୍ର ତୁମକୁ ଶିବଲୋକ ଯାଇ ନେଇଯିବ। ଭଗବାନ ଶିବ ଦେବଦତ୍ତକୁ ଆଶୀର୍ବାଦ ଦେଇ କହିଲେ, ଏ ମନ୍ତ୍ର ମୋର ଆତ୍ମାର ସ୍ୱରୂପ। ଯିଏ ଏହାକୁ ଶ୍ରଦ୍ଧା, ବିଶ୍ୱାସ, ଦୃଢ଼ ନିଷ୍ଠାର ସହ ଜପ କରିବ, ସେ ମୋର ସବୁଠୁ ଅଧିକ କୃପା ଓ ଆଶୀର୍ବାଦ ଲାଭ କରିବ। ଏହାକୁ ଜୀବନର ଏକ ଆଶୀର୍ବାଦ ଅଂଶ ଭାବରେ ବନାଇ ଦିଅ। ଦେଖ କିପରି ତୁମ ଜୀବନରେ ଏକ ଦିବ୍ୟ ପରିବର୍ତ୍ତନ ଆସୁଛି। ଏ ମନ୍ତ୍ରକୁ ନିରନ୍ତର ଜପ କର ଏବଂ ମୋର କୃପା ପ୍ରାପ୍ତି କର। ଭଗବାନ ଶିବଙ୍କର ଏ କଥା ଶୁଣି ଦେବଦତ୍ତ ଆଖି ଶ୍ରଦ୍ଧାରେ ଏବଂ ଅଶ୍ରୁ ବୋହିବାକୁ ଲାଗିଲା। ସେ ସେହିଦିନଠୁ ପ୍ରତିଜ୍ଞା କଲା, ଶୋଇବାକୁ ଯିବା ପୂର୍ବରୁ ଏ ମହାମନ୍ତ୍ରର ଜପ କରିବ। କିଛି ଦିନ ଭିତରେ ତା'ର ବ୍ୟବସାୟରେ ଉନ୍ନତି, ପରିବାରରେ ଖୁସିର ଲହରୀ ଆସିଲା। ତା'ର ଚିନ୍ତା ସରିଗଲା। ଶେଷରେ ସେ ଭଗବାନ ଶିବଙ୍କ କୃପା ପାଇଥିଲା। ପୁରା ସେ ଭଗବାନ ଶିବଙ୍କର ଗୁଣଗାନ କଲା। ସେହି କଥାରୁ ଆମକୁ ଏ ଶିକ୍ଷା ମିଳେ ଯେ ଶୋଇବା ସମୟରେ ଏ ମନ୍ତ୍ରକୁ ଜପ କଲେ ମାନସିକ ଶାନ୍ତି ମିଳିଥାଏ। ଅଶୁଭ ସ୍ୱପ୍ନ, ଖରାପ ଶକ୍ତିକୁ ଦୂର କରିଥାଏ। ନକାରାତ୍ମକ ଉର୍ଜା ସମାପ୍ତ ହୋଇଥାଏ। ଘରେ ସକାରାତ୍ମକ ଉର୍ଜା ଭରିଯାଏ। ଜନ୍ମଦୋଷ ସମାପ୍ତ ହୋଇଥାଏ। ଭଗବାନଙ୍କ କୃପାରୁ ମୁଖ୍ୟ ପ୍ରାପ୍ତି ହୋଇଥାଏ। ଭଗବାନ ଶିବ ଆମକୁ ଶିକ୍ଷା ଦିଅନ୍ତି, ଭକ୍ତିରେ କୌଣସି ନିୟମ ନାହିଁ। ଯଦି କୌଣସି ବ୍ୟକ୍ତି ଶୁଦ୍ଧ ଚିତ୍ତରେ ଭଗବାନଙ୍କୁ ଡାକେ ବା ସ୍ମରଣ କରେ, ଜୀବନରୁ ସମସ୍ତ ସଙ୍କଟ ଲୋପ ପାଇଯାଏ। ଏହା ଯଦି ଭାବୁଥିବେ ଯେ ଭଗବାନ ଶିବଙ୍କର ଏ ମହାମନ୍ତ୍ରଟି ଏପରି ଶକ୍ତିଶାଳୀ ଓ ପ୍ରେରଣାଦାୟକ, ତେବେ ଭିଡ଼ିଓଟିକୁ ନିଶ୍ଚୟ ଲାଇକ୍ କରିବେ। ଦର୍ଶକ ବନ୍ଧୁ, ଆପଣ ନିଶ୍ଚୟ ବ୍ୟସ୍ତ ହେବେଣି ଯେ ଏଇ ମନ୍ତ୍ରଟିକୁ କ'ଣ, ଏ ମନ୍ତ୍ରଟିକୁ ଜାଣିବା ପାଇଁ। ଦର୍ଶକ ବନ୍ଧୁ, ମୁଁ ଏବେ କହିଦେଉଛି, ଏ ମନ୍ତ୍ରଟି ଆପଣ ମଧ୍ୟ ଭଲ ଭାବରେ ଜାଣିଥିବେ। ଏ ମନ୍ତ୍ର ସହିତ ସମସ୍ତେ ଭଲ ଭାବରେ ପରିଚିତ। ଏ ମନ୍ତ୍ରଟି ହେଲା ଓମ୍ ନମଃ ଶିବାୟ, ଯାହାକୁ ଏ ଦୁନିଆର ସବୁଠାରୁ ଶ୍ରେଷ୍ଠ ମହାମନ୍ତ୍ର ରୂପେ ବିବେଚିତ। ଦର୍ଶକ ବନ୍ଧୁ, ନିଶ୍ଚୟ ଏକ ସ୍ୱରରେ ଓମ୍ ନମଃ ଶିବାୟ କହି ଏ ଭିଡ଼ିଓଟିକୁ ଶେଷ କରିବା। ରହୁଛି, ଧନ୍ୟବାଦ, ନମସ୍କାର।